ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ। ପୁଣି ଆଉ ଏକ ନୂଆ ଭିଡ଼ିଓରେ ସ୍ୱାଗତ। ତ ଏଇଟା ଏଇ ନୋଟିଫିକେସନଟି ରହିଛି OSSC ତରଫରୁ ରିଗାର୍ଡିଂ LTR। ତ କ'ଣ ରହିଛି ନା କେତେ ଜଣ ଆପ୍ଲିକେସନ୍ ଆପ୍ଲାଏ କରିଥିଲେ ଆଉ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କର ଫର୍ମ ରିଜେକ୍ଟ ହୋଇଯାଇଛି। ତ ସେଇ ରିଗାର୍ଡିଂ ଏଇ ଭିଡ଼ିଓଟା ଠିକ୍ ଅଛି। ତ ଆପ୍ଲାଏ କରିଥିଲେ ଏଇଠି ଯାହା ମେନସନ୍ ଅଛି ନମ୍ବର ଅଫ୍ ଅନଲାଇନ୍ ଆପ୍ଲିକେସନ୍ସ ସକ୍ସେସଫୁଲି ସବମିଟେଡ୍ 94,034 ଜଣ ହ୍ୟୁଜ୍ ଅଛି। ଆଉ ବାକି ରହିଲା ନମ୍ବର ଅଫ୍ ଅନଲାଇନ୍ ଆପ୍ଲିକେସନ୍ସ ରିଜେକ୍ଟେଡ୍ ଇନକମ୍ପ୍ଲିଟ୍ ଆପ୍ଲିକେସନ୍ସ, ମାନେ କ'ଣ ପାଇଁ ନା ସେମାନଙ୍କର ଯେଉଁ ଫର୍ମ ଆପ୍ଲାଏ କରିଥିଲେ ତ ସେତେବେଳେ ତାଙ୍କର ଫର୍ମଟା ଯାହା ବି ସବୁ ନିଡି ଥିଲା ତ ତାକୁ ସବୁ ଫୁଲଫିଲ୍ ସେମାନେ କରିନାହାନ୍ତି, ଯାହାଦ୍ୱାରା ସେମାନଙ୍କର ଫର୍ମ ରିଜେକ୍ଟ ହେଇଯାଇଛି। କେତେ ଜଣ ନା 5,797 ଜଣ। ଆଉ ତ ଯଦି ଦେଖାଯିବ ତ ଏଇମାନଙ୍କର ରିଜେକ୍ଟ ହେଇଛି। ତ ଯଦି ଦେଖାଯିବ ତ ୟାଙ୍କର କ୍ୱାଲିଫିକେସନ୍ ଡିଟେଲ୍ସ ସେ ଦେଇନାହାନ୍ତି। ଆଉ ତା ସହିତ ନଟ୍ ଅପଲୋଡେଡ୍ ରେକର୍ଡ ସାର୍ଟିଫିକେଟ୍, ଯାହା ବି ସାର୍ଟିଫିକେଟ୍ ଥିଲା ସେ ସେଇଟାକୁ ଦେଇନାହାନ୍ତି, ଯାହାଦ୍ୱାରା ସେ ତାଙ୍କର ଫର୍ମଟା ରିଜେକ୍ଟ ହେଇଛି। ଆଉ ଯଦି ଦେଖାଯିବ ବାକି ଏସବୁ ସେଇଆ ଅଛି। ବାକି ଏଠି ଯାହାଙ୍କର ଅଛି ସେ ତାଙ୍କର ପର୍ସନାଲ୍ ଡିଟେଲ୍ସ ଆଉ ଆଡ୍ରେସ୍ ଡିଟେଲ୍ସ, କ୍ୱାଲିଫିକେସନ୍ ଡିଟେଲ୍ସ, ଫଟୋ, ଆମର ରେକର୍ଡ ସାର୍ଟିଫିକେଟ୍ ଏସବୁ ସେ କରିନାହାନ୍ତି ହେଲା। ଆଉ ଏଠି ଯିଏ ରହିଲେ ସେ ନଟ୍ ଅପଲୋଡ୍ ରେକର୍ଡ ସାର୍ଟିଫିକେଟ୍, ସେ ସାର୍ଟିଫିକେଟ୍ ଅପଲୋଡ଼ କରୁଛନ୍ତି। ତ ଯଦ୍ୱାରା ସେମାନଙ୍କର ଫର୍ମ କ'ଣ ହେଇଛି ନା ରିଜେକ୍ଟ ହେଇଯାଇଛି। ଇଏ ବି ସବୁ ସେଇଆ। ବାକି ଯଦି ତଳକୁ ଯିବା ଆଉ ଦେଖିବା ପୁରା ପାଖାପାଖି ସମସ୍ତଙ୍କର ସେଇଆ ହିଁ ହେଇଛି। ବାକି ଯେଉଁମାନଙ୍କୁ ଲାଗୁଛି ଯେ ସେମାନେ ଠିକ୍ ଠାକ୍ କରିଥିଲେ ତ ସେମାନେ ୱିଥ୍ ପ୍ରୁଫ୍, ପ୍ରମାଣ ସହ OSSCକୁ ମେଲ୍ କରନ୍ତୁ। ଖାଲି ମେଲ୍ କରିଦେଲେ ହେବ ନାହିଁ, ତା ସହିତ ଆପଣଙ୍କୁ କ'ଣ କରିବାକୁ ନା ଯିବାକୁ ହେବ ଡାଇରେକ୍ଟ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ଭୁବନେଶ୍ୱର ଯେଉଁ ଅଛି ତାଙ୍କୁ ଯାଇକି ଦେଖା କରିବାକୁ ହେବ। ଏଇଟା ହେଉଛି ଲାଷ୍ଟ ଅପସନ୍, ନହେଲେ ଆଉ କିଛି ଅପସନ୍ ନାହିଁ। ବାକି ଯଦି ପ୍ରିଲିମ୍ସ ଏକ୍ଜାମ୍ ଦେଖାଯିବ ତାହେଲେ ଆଜି ଆଉ ଏକ୍ଜାମ୍ ଡେଟ୍କୁ ଛାଡ଼ିଦେଲେ ରହିଲା ଆଉ ମାତ୍ର 25 ଦିନ। ତ ଅଳ୍ପ ଦିନ ରହିଲା। ତ ଯେଉଁମାନେ ପଢ଼ାପଢ଼ି କରୁଛନ୍ତି ଭଲ କଥା, ଯେଉଁମାନେ ବି ଚାଲିଛି ଆଉ ଧୀର ମାତ୍ରାରେ ସେ ତାଙ୍କର ଗତି ବଢ଼େଇ ଦିଅନ୍ତୁ, ପଢ଼ାପଢ଼ି କରୁଥାନ୍ତୁ। ବାକି ଏ ଥିଲା ଭିଡ଼ିଓ। ଯଦି ଭିଡ଼ିଓ ଭଲ ଲାଗିଥିବ ତାହେଲେ ଲାଇକ୍, କମେଣ୍ଟ, ସେୟାର ଆଉ ସବସ୍କ୍ରାଇବ୍ ନିହାତି କରିବେ, ଯାହାଦ୍ୱାରା ମୋତେ ମୋଟିଭେସନ୍ ମିଳିବ ଆଉ ମୁଁ ଏମିତି ଲାଟେଷ୍ଟ ଆଉ ଟ୍ରଷ୍ଟେବଲ୍ ଭିଡ଼ିଓ ଆପଣଙ୍କ ପାଇଁ ନେଇ ଆସିବି। ସେ ପର୍ଯ୍ୟନ୍ତ ରହୁଛି। ବାକି ଆଉ ଏକ ନୂଆ ଭିଡ଼ିଓରେ ଦେଖାହେବ। ଜୟ ଜଗନ୍ନାଥ।